झियो हाथ जोड़ी की से वीर आगरे मुसलमान आगरे कहूची कला आनी दियो मोर शिर नुह विभाग स्थानरू फेरी जा कहला पारुच आगे तुम शाणी तो तरबारी रे मो मुंडटा काटी दियो कारण मु तुमको विवाह को राजी हो तुम कथा रक्षा करि पारु तेणु मते मारी दे की चली जाओ से युवक कहिला ना तू एते सुंदर रूप ठकिकी जीवा को चेष्टा करूछु राधानाथ लेखा रे कला लक्ष्मी परी सुंदर देखा जाउछु कला तरंग धोला रे धोला तो की बासिंधु दुलना पनिते सिंधु दुलना अरे लीला और बिंद धारी ले अमर कबरना कहिला लक्ष्मी परी सुंदर देखा जाउछु स्वर्ग रे सच्ची ठारू आहुरी सुंदर देखा जाउछु तरल तारका हार मैना कोना गोरी टीका पनिते ना गोरी टीका समकक्ष सुंदर को के ही समान हेबेनी तोते निश्चित विवाह जोर करी जाई हाथ को धरिला ये कोन कलो मते छुई देला बांको दास कविंक लेखा हां गोटे बांका चौपदी गोटिए पद आज्ञा हाथ ताकू धरि पके हां पहिला सोरे लड़ना धरी नहीं असरे बसेला सन्य सामंत गहण ए दानव मुकुंद पुरु मुसलमान वीर लाल बेग फेरिला एवे नि झियो देखुथिले हे राई ग्रामे कथा कहिले ब्राह्मण घर झियो कुजे परा मुसलमान नेला भले ए झियो दुईटा जाई की गारे कथा प्रकाश वीर सुंदरी की नहीं चली गला नाटा तार पद्मा बेस नामटा जेपरी रूपटा से बापा हेले केउ ठिकी नेला आगे कटक को धर की चली आसिला जे एई कटक नु ए कटक भितरे आउ गोटे कटक अछि अरे कटक भितरे आउ कुआडू कटक आइला एकरे तो क से करे क मझिरे टोट आछि आ कटक कुआडू आज्ञा कटक भितरे आउ गोटाए कटक नाही वाराणसी कटक बा बिडानासी कटक जेउ कटक रे गड़चंडी अछंती बेस सेही स्थान को धरि की चली आसिला आज्ञा मुसलमान माने राजूती करूछंती तेणु से राजबाटीटा जजात केशरी राजांकर प्रथम रे सेठी राजा आज्ञा सेही कटक को झियोटा को धर की चली आसी अच्छा आज्ञा आज्ञा चतुर्पार्श्वर सैन्य जोगी की आज्ञा रही बेस झियोटा मध्य रे अछि आउ चाली जिबार कोन साडे उपाय नाही 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 विवाह हेबो तो हेबो निश्चित वीर बाध्य करूछि मु विवाह हेबी आज्ञा निश्चित विवाह हेबी झियो कहिला कहिला हे वीर ओ तुम हाथ धरुछि तुम पाद धरुछि मारी दियो बोली कहिली मते विवाह की अजथारे मरिबो जेते बेले मो हाथ धरिकी आनिलनी
ମୁଁ ଜାତି ଛଡା ହେଲି, ଗ୍ରାମ ଛଡା ହେଲି, ଧର୍ମ ଛଡା ହେଲି, ଇଷ୍ଟ ଛଡା ହେଲି, ସବୁ ଛାଡ଼ିଲି। ହଁ 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 ବିବାହ କରିବି ଏବେ ହଁ କଲି, କିନ୍ତୁ ଗୋଟାଏ ନିୟମ, ସର୍ତ୍ତ ସେ ନିୟମଟା ଯେବେ ରଖିପାରିବ ତାହେଲେ ବିବାହ କୁହ ସେ ନିୟମ ରଖିବି। ରକ୍ଷା କରିପାରିବ। ସତ୍ୟ କହୁଛ? ସତ୍ୟ 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 ତ୍ରିବାର ସତ୍ୟ କର। ଆମ ନାମରେ କସମ ଖାଇ ସତ୍ୟ ସତ୍ୟ ତ୍ରିବାର ସତ୍ୟ। ସତ୍ୟ ସାରା ମନୁଷ୍ୟାର ବାକ୍ୟ ସାର ମହିପତି ବାକ୍ୟ ବିଚଳିତ ଯେନ ରାଧେ ସୁକୃତ ହାରିତା। ଏତିକିରେ ନୁହଁ, ଆଉ ଶଙ୍ଖରେ ପାଣି ଟେକିକି ସତ୍ୟ କରିବ ଦିଅ ତାହେଲେ ମୁଁ ପଛରେ ମାଗିଲା ବେଳେ ଯେମିତି ଆଉ ନାହିଁ। ନାହିଁ କରିବନି। ଗଣକବି ବୈଷ୍ଣବ ପାଣି କଲେ ହଉ ଏହା ଶୁଣି ଶୁଣି ସେଦିନ ବାଣୀ ଶଙ୍ଖେ ଟେକି ଦେଲା ସେଠଣି ପାଣି। ଏହା ଶୁଣି ସେଦିନ ବାଣୀ ଦିବାର ସତ୍ୟକୁ କରି କହୁଅଛି ଦାମଦୀପ ସେଠିଏ ଖେଳି। ଏହା ଶୁଣି ସେଦିନ ବାଣୀ ଶଙ୍ଖେ ଟେକି ଦେଲେ ସେଠଣି ପାଣି। ଏହା ଶୁଣି ସେଦିନ ବାଣୀ ଏ ବୀର ସତ୍ୟ କଲ। ସତ୍ୟ ତିନିଟା ଜିନିଷ ମାଗିବି, ତିନି କଣ 100 ଜିନିଷ ମାଗ ସବୁ ଦେବି। କଣ ଦେଇପାରିବ? ଆଚ୍ଛା କୁହ ତମର କଣ କଣ ଦରକାର? ନାଇଁ ହଁ? ମୁଁ ତ ମାଗିବି। ତାହେଲେ ମୁଁ ତମକୁ ସ୍ୱଇଚ୍ଛାରେ ଦେବି। ଗୋଟେ ରାଣୀ ହାର ଦେବି, ଆଉ ଆଉ ଗୋଟେ ବଡ ସ୍ମାର୍ଟ ଫୋନ ଦେବି। ଆଉ କଣ କହୁଛ କୁହ? କୁହ ଯାହା କହିବ। ଗୋଟେ ଭଲ କାର ଦେବି, ଚଢ଼ିକି ତମେ ଯିବ। ଆଉ ଯାହା କହିବ କହ। ହଁ ଗୋଟେ କୋଠା ଫ୍ଲାଟ ଗୋଟେ ଦେଇଦେବି। ହଁ ଆଉ କଣ କହୁଛ କୁହ? ଦେଇପାରିବ। ହଁ ମାଗିଲି ହଁ ପଛରେ ଆଉ ନାହିଁ କରିପାରିବନି। କଣ କଣ? ମୋ ଶ୍ରୀକ୍ଷେତ୍ରରେ ଆକ୍ରମଣ ଆଉ ନ କରିବ ଆଉ ନ କରିବ। ଆଉ ଯଦି କେହି ଯାଏ ବୀର, ମୋ ଜଗତନାଥ ଜଗନ୍ନାଥ ଇଷ୍ଟ ଦେବତା ଚକାନୟନ ମଧୁସୂଦନ ଆହା ଶ୍ରୀକ୍ଷେତ୍ର ଆକ୍ରମଣ କରିବା ପାଇଁ ତୁମେ ସୈନ୍ୟ ସାମନ୍ତ ଧରିକି ଆସିଛ। ହଁ ମୋ ପ୍ରଥମ ମାଗୁଣି ହଁ ତମେ ଆଉ ପୁରୀ କ୍ଷେତ୍ର ଆକ୍ରମଣ କରିପାରିବ ନାହିଁ। ସତ୍ୟ। ଯଦି ବା କିଏ କରେ ଓହୋ। ତାକୁ ପ୍ରାଣ ଦଣ୍ଡରେ ଦଣ୍ଡିବ। ସେ ମୁଁ ପ୍ରତିହତ କରିବି। ଆଉ ଶ୍ରୀକ୍ଷେତ୍ର ମାଟିରେ ପାଦ କେହି ଦେବେ ନାହିଁ। ପ୍ରଥମ ମାଗୁଣି। ହଁ ହଁ ଆଉ ଦ୍ୱିତୀୟଟା କଣ କୁହ। ଦେଇପାରିବ ତ? ନିଶ୍ଚୟ ଦେବି। ମୋ ଗର୍ଭରୁ ଯେଉଁ ସୁତା ହୋଇବ ଜନା ହିନ୍ଦୁ ଧର୍ମରେ ହିବ ଜନ ହିବ ମୁସଲମାନ। କହିଲା ବୀର, ହଁ ମୁଁ ଆବାଲ୍ୟ ବିଧବା ନାରୀ ବ୍ରାହ୍ମଣ ଘରର ଝିଅ ମୁସଲମାନକୁ ବିବାହ ହେବି। ବେଶ ମୋ ଗର୍ଭରୁ ଯେଉଁ ପୁଅଟା ଜନ୍ମ ହବ ହଁ। ସେଟା ମୁସଲମାନ ଦୀକ୍ଷା ନବନି। ଆଉ ସତ୍ୟ କରିଛି। ଯେତେ ପୁଅ ଝିଅ ଯାହା ହୁଅନ୍ତୁ ସମସ୍ତେ ଏବେ ହିନ୍ଦୁ, ମୁସଲମାନ କେହି ହେବେନି। ଯା କୋରାନ ପଢିବେନି, ସେ ବେଦ ପଢିବେ, ରାମାୟଣ ମହାଭାରତ ପଢିବେ। ହେଲା ଦ୍ୱିତୀୟ ମାଗୁଣି ଏ। କୁହ। ଆଉ କଣ ଅଛି? ଆଉ ଗୋଟେ ମାଗିବି, ହଁ ସେଇଟା ହଁ ତମେ ଖାଲି ରାଜି ହେଲେ ହବନି। ଆଉ ତମ ଘରେ ତମ ବାପା ମାଙ୍କୁ ପଚାରିକି କର। ଆଏ ମୋ ଘରେ ବାପା ମା କେହି ହେଲେ ମୋ ବିରୁଦ୍ଧରେ ଯିବେନି। ମୁଁ ଯାହା କହିବି ସମସ୍ତେ ମାନିବେ। ମାନିଯିବେ ତ? ହଁ। ତାହେଲେ ମାଗୁଛି ଶୁଣ। କୁହ। ତୋ ଘରରେ ଜଗନ୍ନାଥ ପୂଜା ମୁଁ କରିବି ପୂଜା ମୁଁ କରିବି। ଘଣ୍ଟି ଘଣ୍ଟା ଶଙ୍ଖ ବାହୁଲି ପକାଇବି। ଏ ବୀର, ହଁ ତୋ ଘରେ ମୁଁ ଜଗନ୍ନାଥ ପୂଜା କରିବି, ଆଚ୍ଛା ତୋ ଅଗଣାରେ ତୁଳସୀ ପୂଜା କରିବି। ତୁଳସୀ ତୋ ବାପା ମାଙ୍କୁ ପଚାରେ, ସେ ଯେମିତି ଆଉ ନାହିଁ ମୋ କରିପାରିବେ। ବାପା ନା। ରାଜି ହେଇଯିବେ ଯେ ବୁଢୀଟା ଟିକେ ହବ ତାକୁ ବୁଝେଇଦବା। ହଁ ରାଜି ତୁଳସୀ ଗଛ ହେବେ। ଲଗେଇବୁ, ଗୋଟେ ସୌରା କରିବୁ। ତୁଳସୀ ପୂଜା ଜଗନ୍ନାଥ କରି- ମୋ ଘରେ ପୂଜା ହେବେ। ଜଗନ୍ନାଥ ପୂଜା ହେବେ। ଧୂପ ଦେବୁ, ଦୀପ ଦେବୁ, ଶଙ୍ଖ ବଜେଇ ଘଣ୍ଟ ବଜେଇବୁ। ହୁଳହୁଳି ଦେବି, ଆଚ୍ଛା ହଉ। ସବୁଥିରେ ରାଜି ତ? ଜଗନ୍ନାଥଙ୍କ ଭଜନ ବସିକି ଗାଇବ। ଏଇଠି? ରାଜି ହଁ ରାଜି? ରାଜି। ରାଜି ହେ କେମିତି ରାଜି ହଉ, ବିବାହ ହେଇଯାଉ ମୁଁ କେମିତି। ହଁ ହଁ
ହେ ବୀର ଓହୋ ଯେବେ ରାଜି ବାଲ୍ୟ କାଳରୁ ମୁଁ ପୂଜା କରୁଥିଲି ଖଟୁଲିରେ ଜଗନ୍ନାଥ ତୋ ଘରକୁ ଆଗେ ସେ ଆସିବ ପଛରେ ଯିବି ମୁଁ ବାଲ୍ୟ କାଳରୁ ମୋ ଘରେ ଖଟୁଲି ଉପରେ ଯେଉଁ ଜଗନ୍ନାଥ ମୂର୍ତ୍ତି ମୁଁ ପୂଜା କରୁଥିଲି ଆଚ୍ଛା ଆଗ ଆଣେ ତୋ ଘରକୁ ସିଏ ଆଗରେ ଯିବ ଠାକୁର ଆଗ ଗଲେ ପଛେ ମୁଁ ଯିବି ପଛରେ ଯିବି ହଁ ଆଉ ସେ ଚକା ଆଖି ଦେଖୁଥିବ ମୁଁ ତୋତେ ଜଗତ ଲୋକ ଆଉ ନିନ୍ଦା କରିପାରିବେନି ବ୍ରାହ୍ମଣ ଘର ଝିଅଟା ମୁସଲମାନ ବିବାହ ହେଲା ମୁଁ କହିବି କାଳିଆ ଠାକୁର ସାକ୍ଷୀ ଅଛନ୍ତି କାଳିଆ ଠାକୁର ଦେଖିଛନ୍ତି ମୁଁ ବିବାହ ହେଇଛି ସେ ମୋର ସାକ୍ଷୀ ସବୁ ନିନ୍ଦା ଅପନିନ୍ଦା ମୁଁ ସବୁ ଛାଡ଼ିଲି ଆଜ୍ଞା ଅଭିରାମ ପରମହଂସଙ୍କ ଲେଖାରେ ଆହା କଲେ ଛାଡ଼ି ସବୁ ନିନ୍ଦା ଅପବାଦ ଲୋକ